ନମସ୍କାର ନମସ୍କାର। ଆପଣ ଜାଣନ୍ତି କି ରାମ ଜଙ୍ଗଲରେ ଥିଲାବେଳେ ଅଯୋଧ୍ୟାର ଶାସକ କିଏ ଥିଲେ? ଭରତ। ସେ ରହୁଥିଲେ ଅଯୋଧ୍ୟାର ସୀମାନ୍ତରେ ନନ୍ଦୀଗ୍ରାମରେ। ସାଙ୍ଗରେ ପାଖରେ ଥିଲେ ପତ୍ନୀ ମାଣ୍ଡବୀ। ଗୋମୂତ୍ରରେ ଗହମ ଭିଜା ହେଉଥିଲା, ତାପରେ ତାକୁ ଖରାରେ ଶୁଖା ହେଉଥିଲା। ସେଇ ଗହମକୁ ଚକିରେ ଚୁରା ଯାଉଥିଲା, ସେଥିରେ ରୁଟି ହେଉଥିଲା, ଆଉ ସେ ରୁଟିକି ଖାଉଥିଲେ ସ୍ୱାମୀ ସ୍ତ୍ରୀ ଭରତ ମାଣ୍ଡବୀ। ପିନ୍ଧୁନଥିଲେ ରାଜକୀୟ ପାଟବସ୍ତ୍ର। ବନବାସୀ ରାମ ଯେଉଁଭଳି ବସ୍ତ୍ର ପରିଧାନ କରୁଥିଲେ, ସେ ସେଭଳି ବସ୍ତ୍ର ପରିଧାନ କରୁଥିଲେ। ବାହାର ସୀମାନ୍ତରେ କୌଣସି ପ୍ରକାରର ଶତ୍ରୁଙ୍କର ଉତ୍ପାତକୁ ସେ କ୍ଷମା ଦେଉନଥିଲେ। ତେଣୁ ଅଯୋଧ୍ୟା ସୁରକ୍ଷିତ ଥିଲା। ସାନ ଭାଇ ଶତ୍ରୁଘ୍ନକୁ ସେ ଆଦେଶ କରିଥିଲେ, ପ୍ରତିଟି ପ୍ରଜା ଓଠରେ ଯେଭଳି ହସ ଫୁଟେ, ଯେଭଳି ପ୍ରଜାମାନେ ସମସ୍ତେ ଅନୁଭବ କରନ୍ତି ସେମାନେ ରାମ ରାଜ୍ୟରେ ଅଛନ୍ତି, କେହି ଯେମିତି ଚିନ୍ତା ନ କରେ, ଏଇଭଳି ଭାବରେ ରାଜ୍ୟ ଶାସନ କରୁଥିଲେ। ରାମ ଆସିଲା ବେଳକୁ 14 ବର୍ଷ ପରେ ଅଯୋଧ୍ୟା ଥିଲା ସୁଜଳା ସୁଫଳା ଶସ୍ୟ ଶ୍ୟାମଳା। ରାସ୍ତା ଘାଟ ପରିଷ୍କାର ପରିଚ୍ଛନ୍ନ, ଚଉଡ଼ା, ବିଦ୍ୟାଳୟ ଡାକ୍ତରଖାନା ସବୁ ଠିକ୍ ଠାକ୍ ଥିଲା। ବୈଦ୍ୟ ପ୍ରତି ଗ୍ରାମ ପାଇଁ ନିଯୁକ୍ତ ଥିଲେ। ରୋଗ ବ୍ୟାଧି ଭୋଗିବା ପାଇଁ ଲୋକଙ୍କୁ ସୁଯୋଗ ଦିଆ ହେଉନଥିଲା। ଶିକ୍ଷା ସଂସ୍କୃତିର ବିକାଶ ହେଇଥିଲା। କିନ୍ତୁ ସମସ୍ତ ପ୍ରଜା ଭରତଙ୍କ ସହ ଗୋଟିଏ ଦିନକୁ ଜଗିଥିଲେ। 14 ବର୍ଷ ପୂରିବ କେବେ? ଆଉ ଗୋଟିଏ ଦିନ ବାକି ଥାଏ ରାମ ଫେରିବା ପାଇଁ। ସମସ୍ତେ ମ୍ରିୟମାଣ। ଆଉ ଗୋଟିଏ ଦିନ, ଏ ରାତି କେତେବେଳେ ପାଇବ? ସମସ୍ତଙ୍କ ଠେଇଁ ଏକ ଉତ୍ଫୁଲ୍ଲ ଆବେଗ। ଭରତ କହୁଥିଲେ, ଭାବୁଥିଲେ, ଚିନ୍ତା କରୁଥିଲେ, ଲକ୍ଷ୍ମଣ କେଡ଼େ ଭାଗ୍ୟବାନ, ସେ ସେବାର ସୁଯୋଗ ପାଇଛି। ମୁଁ ଅପଦାର୍ଥ, ରାମଙ୍କଠୁ ବହୁ ଦୂରରେ। ଗୋଟିଏ ଦିନ ପୂର୍ବରୁ ଆସିଲେ କ'ଣ ହୁଅନ୍ତାନି? ଏପର୍ଯ୍ୟନ୍ତ ଆସିଲେନି। ଠିକ୍ ଏତିକି ବେଳେ ସନ୍ନ୍ୟାସୀ ବ୍ରହ୍ମଚାରୀ ଆସିଗଲେ। ରାମ ରାମ କହି ସେ ଗୁପ୍ତରେ ଭରତଙ୍କୁ କହିଲେ, ହେ ଅଯୋଧ୍ୟାଧୀଶ। ରାଗିଗଲେ ଭରତ। କାହାକୁ କହୁଛନ୍ତି? ସେ କ'ଣ ଅଛନ୍ତି ପାଖରେ ନା କ'ଣ? ସେ ଜଙ୍ଗଲରେ, ସେ ଆସିବେନି ଆଉ। ମୋତେ ସେ ଘୃଣା କରନ୍ତି। ନାଇଁ 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 ନାଇଁ, ସେ ଆସିଗଲେଣି। ପୁଷ୍ପକ ବିମାନରେ ଆସୁଛନ୍ତି। ମୁଁ ତାଙ୍କ ଦୂତ ହନୁମାନ। ମନେ ଅଛି ସେଦିନ ରାତିରେ ବିଶଲ୍ୟକରଣୀ ଥିବା ପାହାଡ଼କୁ ମୁଁ ନେଇ ଉଡ଼ି ଯାଉଥିଲା ବେଳେ ମୋତେ ଆପଣ ତଳକୁ ଖସାଇ ଦେଇଥିଲେ? ମୁଁ ସେ ହନୁମାନ, ତାଙ୍କ ସମ୍ବାଦ ନେଇ ଆସିଛି। ଆଉ ଖୁବ୍ କମ୍ ସମୟ ପରେ ସେ ଆସି ପହଞ୍ଚିଯିବେ। ଏଥିପାଇଁ ରାଜ୍ୟରେ ସମସ୍ତେ ତାଙ୍କୁ ସ୍ୱାଗତ କରିବାର ବ୍ୟବସ୍ଥା କରନ୍ତୁ। କି ଆନନ୍ଦ, କି ହସ, କି ଉତ୍ଫୁଲ୍ଲ! ଭାଇ ଆସିଗଲେ, ରାମ ଆସିଗଲେ, ରାଜା ଆସିଗଲେ,
ଆଉ କିଛି କହିବା? ନମସ୍କାର।